ଦେଖନ୍ତୁ ଆଜି ଆମେ ଫାଇନାଲ ପହଞ୍ଚି ଯାଇଛୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ି ଠାରେ, ଯେଉଁଠିକି ଦାରିଙ୍ଗବାଡ଼ି ଠାରେ ଆଜି ଠିକ୍ 11 ଘଣ୍ଟିକା ସମୟରେ ସ୍କୁଟି ଯୋଗେ ଏକ ତିନି ଛକ ଯାଉଥିବା ସମୟରେ ଆଉ ଏକ ଅନ୍ୟ ବାଇକ୍ ତାକୁ ମୁହାଁମୁହିଁ ଧକ୍କା ଦେଇଥିଲା, ଯାହାରି ଫଳରେ ମୃତ୍ୟୁ ଭାବରେ ସେହି ସ୍ଥାନରେ ହିଁ ସେ ପଡ଼ିଥିଲେ। ଯାହାରି ଘର ଲୋକ ତୁରନ୍ତ ଖବର ପାଇ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେହି ସ୍ଥାନକୁ ନେଲା ପରେ ଡକ୍ଟର ତାଙ୍କୁ ସଂକଟ ଗୁରୁତର ହେବାରୁ ତାଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର 108 ଆମ୍ବୁଲାନ୍ସ ଯୋଗେ ତାକୁ ରେଫର କରାଯାଇଥିଲା, ଯାହାରି ଫଳରେ ସୁଗୁଡ଼ା ପାଖାପାଖି ନିକଟସ୍ଥ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସ୍ଥାନରୁ ହିଁ ତାକୁ ଆଉ ଗୋଟେ ଏକ ଆମ୍ବୁଲାନ୍ସ ଯୋଗେ ତାକୁ ଦାରିଙ୍ଗବାଡ଼ି ମେଡ଼ିକାଲକୁ ଅଣାଯାଇଥିଲା। ଦାରିଙ୍ଗବାଡ଼ି ମେଡ଼ିକାଲ ପହଞ୍ଚିଲା ପରେ ଥାନାରେ ଜଣାଇଥିଲେ, ଥାନା ଅଧିକାରୀ ମେଡ଼ିକାଲକୁ ତାକୁ ନେବା ପାଇଁ କହିଥିଲେ ଏବଂ ସେହି କାଗଜପତ୍ର ଲେଖାଲେଖି ପରେ ଦାରିଙ୍ଗବାଡ଼ି ଡକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସବୁ ବ୍ୟବଚ୍ଛେଦ କରିବା ନିମନ୍ତେ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ସେହି ସ୍ଥାନରୁ ଦାରିଙ୍ଗବାଡ଼ି ସ୍ଥାନରୁ ସବୁ ବ୍ୟବଚ୍ଛେଦ ପାଇଁ ବର୍ତ୍ତମାନ ନେଉଛନ୍ତି। ଆପଣମାନେ ଦେଖୁଛନ୍ତି ଭିଜୁଆଲଟି, ଏଇଟା ଦାରିଙ୍ଗବାଡ଼ି ମେଡ଼ିକାଲରୁ ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରିବା ପାଇଁ ସେହି ସ୍ଥାନକୁ ନେଉଛନ୍ତି। ଦେଖୁଛନ୍ତି ଏ ପ୍ରକାର ଭାବରେ ଆଜି ଦାରିଙ୍ଗବାଡ଼ିରେ ଏକ ଅଭାବନୀୟ ଘଟଣାଟି ଘଟିଛି। ଆଜି 11 ଘଣ୍ଟିକା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଗ୍ରେନବାଡ଼ି ପଞ୍ଚାୟତ ତଗାପଙ୍କା ବିକ୍ରମ ପ୍ରଧାନଙ୍କର ବାଇକ୍ ଧକ୍କାରେ ନେଲା ପରେ ତାକୁ ପୋଷ୍ଟମର୍ଟମ କଲା ପରେ ଏହି ସ୍ଥାନରୁ ନିଜ ଗାଁ ତଗାପଙ୍କାକୁ ଗାଁ ଲୋକମାନେ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଦେଖିପାରୁଛନ୍ତି ନିଜ ଗାଁକୁ ବର୍ତ୍ତମାନ ତାଙ୍କୁ ନେଇକି ଯାଉଛନ୍ତି। ଆଉ ଦେଖନ୍ତୁ ତଗାପଙ୍କା ଗ୍ରାମରେ ନିଜ ବାସଭବନକୁ ସେମାନେ ତଗାପଙ୍କାକୁ ପହଞ୍ଚାଇଛନ୍ତି। ଦେଖିପାରୁଛନ୍ତି ନିଜ ବାସଭବନ ଯେଉଁ ସ୍ଥାନରେ ତାଙ୍କର ରହୁଛନ୍ତି ସେହି ସ୍ଥାନକୁ ପହଞ୍ଚାଇଛନ୍ତି ଏବଂ ଆମ୍ବୁଲାନ୍ସ ଯୋଗେ ତାକୁ ଏହି ସ୍ଥାନକୁ ବିକ୍ରମ ପ୍ରଧାନଙ୍କର ଆଜି ବାଇକ୍ ମୁହାଁମୁହିଁ ଧକ୍କାରେ ମୃତ୍ୟୁ ହେବା ପରେ ତଗାପଙ୍କା ଗ୍ରାମ ଏବଂ ତଗାପଙ୍କା ତାଙ୍କ ପରିବାରରେ କାନ୍ଦ ବଗାଳିରେ ସବୁ ଗାଁଟି ଫାଟି ପଡ଼ୁଛି। ଦେଖିପାରୁଛନ୍ତି ସେ ଆମ୍ବୁଲାନ୍ସ ଯୋଗେ ବର୍ତ୍ତମାନ ତାଙ୍କୁ ନିଆଯାଉଛି ଆଉ ତାଙ୍କୁ କିଛି ଲୋକ ଏକତ୍ରିତ ହୋଇ କାନ୍ଦ ବଗାଳିରେ ଫାଟି ପଡ଼ୁଛନ୍ତି। ଦେଖିପାରୁଛନ୍ତି ବର୍ତ୍ତମାନ ତାଙ୍କୁ ଘର ଭିତରକୁ ନିଆଗଲା, ଆମ୍ବୁଲାନ୍ସରୁ ତାକୁ କାଢ଼ିକି ବର୍ତ୍ତମାନ ତାଙ୍କୁ ଘର ଭିତରକୁ ନିଆଯାଇଛି। ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ଆଜି ତଗାପଙ୍ଗାଠାରେ ଏ ପ୍ରକାର ଭାବରେ ଶୋକାକୁଳ ପରିବାର ସୃଷ୍ଟି ହୋଇଛି ଏବଂ ସେହି ସ୍ଥାନରେ ଅନେକ ବାପା ମା ଭାଇ ଭଉଣୀମାନେ ଭାଙ୍ଗି ପଡ଼ିଛନ୍ତି। ଆଜି ବିକ୍ରମ ପ୍ରଧାନଙ୍କର ବାଇକ୍ ଧକ୍କାରେ ମୃତ୍ୟୁ ଘଟିଥିବାର ସେମାନେ ଖବର ପାଇ ପୁରା ତାଙ୍କ ପରିବାର ସହିତ ତାଙ୍କର ଗାଁ ମଧ୍ୟ ଭାଙ୍ଗି ପଡ଼ିଛି। ଆଜି ଦେଖିପାରୁଛନ୍ତି ଆଜି ଯେଉଁ ଦୁଇ ବାଇକ୍ ମୁହାଁମୁହିଁ ମୃତ୍ୟୁ ଘଟିଛି ବିକ୍ରମ ପ୍ରଧାନଙ୍କର, ତାଙ୍କର ଯେତିକି ବନ୍ଧୁବାନ୍ଧବ ଯେତିକି ତାଙ୍କର ଗାଁ ଲୋକମାନେ ସବୁ ଏକତ୍ରିତ ହୋଇଛନ୍ତି। ବହୁ ପ୍ରକାର ଭାବରେ ତାଙ୍କର ମୃତ୍ୟୁ ହେଲା ଏବଂ ବହୁ ପ୍ରକାର ଭାବରେ ସେ ରହିଥିଲେ। ତାଙ୍କର ଯେକୌଣସି ରାଗରୁଷା ନଥିଲା, ସେ ଅତି ନିରୀହ ଲୋକ ଥିଲେ। ତାଙ୍କ କଥା ଭାଷା ସବୁ ଲୋକମାନେ ମନେ ପକାଇକି ଆଜି ଏହି ସ୍ଥାନରେ ତାଙ୍କର ଟିକେ ଶେଷ ଦିନ ରହିଥିବାରୁ ତାଙ୍କର ଟିକେ ମୁହଁ ଦେଖିବା ପାଇଁ ଏହି ସ୍ଥାନରେ ଏକତ୍ରିତ ହୋଇଛନ୍ତି। କୁଣିଆ ମୈତ୍ରଠୁ ଆରମ୍ଭ କରିକି ପାଖାପାଖି ଗାଁ ଲୋକ ମଧ୍ୟ ଏହି ସ୍ଥାନରେ ଅଛନ୍ତି ଏବଂ ଦାରିଙ୍ଗବାଡ଼ିରୁ ମଧ୍ୟ ଏହି ସ୍ଥାନକୁ ଯାଇଛନ୍ତି। ତାଙ୍କର ଶେଷ ଥର ପାଇଁ ତାଙ୍କର ଟିକେ ମୁହଁ ଦେଖିବା ପାଇଁ ଏହି ସ୍ଥାନରେ ଏକତ୍ରିତ ହୋଇ ଦେଖୁଛନ୍ତି କାନ୍ଦ ବଗାଳରେ ଫାଟି ପଡ଼ୁଛି। ଆଉ ସେ କାହାରିକୁ ମଧ୍ୟ ଯେକୌଣସି ମଧ୍ୟ ତାକୁ ମାରିକି ଗଲେ ମଧ୍ୟ ସେ କାହାକୁ କିଛି କୁହେ ନାହିଁ। ଏ ପ୍ରକାର ଭାବରେ ସେ ପୁରା ଶାନ୍ତ ସରଳ ଲୋକଟି ଥିଲା ଏବଂ ସିଏ ଆଜି ଆମ ଗାଁରେ ନାହାନ୍ତି ଆଉ ସିଏ ଚାଲିଯାଇଛନ୍ତି। ଈଶ୍ୱର ତାଙ୍କୁ ଇଚ୍ଛା କରିଛନ୍ତି, ତାଙ୍କୁ କୋଳକୁ ନେଇଛନ୍ତି। ଏଣୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରେ ସ୍ୱର୍ଗତ ବିକ୍ରମ ପ୍ରଧାନଙ୍କୁ ପରିବାର ଏବଂ ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଦିଅନ୍ତୁ। ବର୍ତ୍ତମାନ ଦେଖିପାରୁଛନ୍ତି ଯେଉଁ ଘର ଭିତରେ ରଖିଥିବା ଘର ଭିତରୁ ତାଙ୍କୁ ବର୍ତ୍ତମାନ ଶେଷ ଥର ପାଇଁ ତାକୁ ସମାଧି କରିବା ପାଇଁ ଏହି ସ୍ଥାନକୁ କାଢ଼ୁଛନ୍ତି। ବର୍ତ୍ତମାନ ସେ ଏହି ସ୍ଥାନକୁ କାଢ଼ିଲା ପରେ ଏହି ସ୍ଥାନକୁ ତାଙ୍କୁ ଦେଖିପାରୁଛନ୍ତି ଏହି ସ୍ଥାନରୁ ତାଙ୍କୁ ସମାଧି କରିବା ପାଇଁ ଏହି ସ୍ଥାନ ପୁଣି ନେବେ। ଆଉ ସେଇଟା ମଧ୍ୟ ମୁଁ ଆପଣଙ୍କୁ ଭିଜୁଆଲ ମାଧ୍ୟମରେ ଦେଖେଇବି। ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ଏକତ୍ରିତ ହୋଇ କିଏ କାହାର ବା ଶୁଣିବ ଦେଖିପାରୁଛନ୍ତି। ଅଭାବନୀୟ ଘଟଣାଟି ଏ ପ୍ରକାର ଭାବେ ଶୋକାକୁଳ ପରିବାର ଆଜି ଶୁକ୍ର ଛାୟା ଖେଳିଯାଇଛି ତଗାପଙ୍କା ଗ୍ରାମ। ଦେଖିପାରୁଛନ୍ତି ବର୍ତ୍ତମାନ ତାଙ୍କ ଘରକୁ ତାଙ୍କୁ ସମାଧି କ୍ରିୟାକୁ ନେବା ପାଇଁ ପ୍ରସ୍ତୁତ କରୁଛନ୍ତି।
ଆଉ ତାଙ୍କୁ ଶେଷ ଥର ପାଇଁ ତାଙ୍କର ମୁହଁ ଟିକେ ଦେଖିବା ପାଇଁ ଝୁରୁଛନ୍ତି ଏବଂ କାନ୍ଦ ଭଳି ଫାଟି ପଡ଼ୁଛି ଦେଖିପାରୁଛନ୍ତି ଶେଷ ଥର ପାଇଁ ତାଙ୍କର ମୁହଁ ଟିକେ ଦେଖିବା ପାଇଁ ଏହି ସ୍ଥାନରେ କାନ୍ଦୁଛନ୍ତି ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ବର୍ତ୍ତମାନ ତାଙ୍କୁ ଏହି ସ୍ଥାନରୁ ତାଙ୍କ ଘର ପରିବାରରୁ ତାକୁ ସମାଧି କ୍ରିୟାକୁ ନେଉଛନ୍ତି ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ଗହଳି ରହିଛନ୍ତି ପ୍ରତ୍ୟେକ ଦୂରଦୂରାନ୍ତରୁ ଆସିଥିବା କୁଣିଆ ବନ୍ଧୁ ମୈତ୍ର ମଧ୍ୟ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଶେଷ ଥର ପାଇଁ ତାଙ୍କର ମୁହଁଟି ଦେଖିବା ପାଇଁ ଆଉ ଏହି ସ୍ଥାନରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସେ ଯେଉଁ ସ୍ଥାନରେ ତାଙ୍କ ସମାଧି ହେବ ସେହି ସ୍ଥାନକୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ତାକୁ ବର୍ତ୍ତମାନ ନିଆଗଲା ଆଉ ତା ସହ ଗାଡ଼ି ପଛରେ ଦେଖିପାରୁଛନ୍ତି ଆଉ ଲୋକମାନେ ବି ଯାଉଛନ୍ତି ସେହି ସମାଧି କ୍ରିୟାକୁ ସମାଧି କରିବା ନିମନ୍ତେ ସେହି ସ୍ଥାନକୁ ଯାଉଛନ୍ତି। ଅଗାପାଙ୍ଗା ଶବ୍ଦକଳ ପରିବାରରୁ ମିଷ୍ଟର ସୁଦର୍ଶନ ପ୍ରଧାନ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍।